କେଉଁ ଫଳ ଖାଇଲେ ମଳକଣ୍ଟକ ରୋଗ ଠିକ୍ ହୋଇଯାଏ? ଅପସନ୍ ଏ ସେଓ, ଅପସନ୍ ବି କଦଳୀ, ଅପସନ୍ ସି ତରଭୁଜ, ଅପସନ୍ ଡି ଅମୃତଭଣ୍ଡା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ଅମୃତଭଣ୍ଡା। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ପ୍ରତିଦିନ ଗାଜର ଖାଇଲେ କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ହଇଜା, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ଥାଇରଏଡ୍, ଅପସନ୍ ଡି ହୃଦରୋଗ। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ହୃଦରୋଗ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ବିପି ଲୋ ହେଲେ କେଉଁ ଫଳ ଖାଇବା ଉଚିତ ଅଟେ? ଅପସନ୍ ଏ ସେଓ, ଅପସନ୍ ବି କମଳା, ଅପସନ୍ ସି କଦଳୀ, ଅପସନ୍ ଡି ଅଙ୍ଗୁର। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି କଦଳୀ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ମହୁ ଖାଇସାରିବା ପରେ କ'ଣ ଖାଇବା ଉଚିତ ନୁହେଁ? ଅପସନ୍ ଏ ଚିନି, ଅପସନ୍ ବି ଘିଅ, ଅପସନ୍ ସି ପିଆଜ, ଅପସନ୍ ଡି ଡାଲଚିନି। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ବି ଘିଅ। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଭୋଜନ କରିବାର କେତେ ସମୟ ପରେ ପାଣି ପିଇବା ଉଚିତ? ଅପସନ୍ ଏ 10 ମିନିଟ୍, ଅପସନ୍ ବି 20 ମିନିଟ୍, ଅପସନ୍ ସି 30 ମିନିଟ୍, ଅପସନ୍ ଡି 40 ମିନିଟ୍। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ସି 30 ମିନିଟ୍। ତେବେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ, କୁକୁଡ଼ା କେଉଁ ଦେଶର ଜାତୀୟ ପକ୍ଷୀ ଅଟେ? ଅପସନ୍ ଏ ନେପାଳ, ଅପସନ୍ ବି କାନାଡ଼ା, ଅପସନ୍ ସି ଆଫ୍ରିକା, ଅପସନ୍ ଡି ଶ୍ରୀଲଙ୍କା। ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ଜଣାଇ ଦିଅନ୍ତୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଲା ଅପସନ୍ ନମ୍ବର ଡି ଶ୍ରୀଲଙ୍କା। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, କାରଣ ସବୁଦିନ ଏମିତି ନୂଆ ନୂଆ ଭିଡ଼ିଓ ଆପଣମାନଙ୍କୁ ଦେଖିବାକୁ ମିଳିବ।